ଯଦି ଆପଣମାନେ ପ୍ରତିଦିନ ସେଇ ଗୋଟେ ପ୍ରକାରର ବୁଟ ଡାଲି ତରକାରୀ ଖାଇ ଖାଇ ବୋର୍ ହେଇଗଲେଣି, ତାହେଲେ ଆଜିର ଏ ରେସିପି ନିଶ୍ଚୟ ଟ୍ରାଏ କରନ୍ତୁ। ଆଜି ଆମେ ବନେଇବା ବୁଟ ଡାଲି ଆଉ ପିଆଜର ଏକଦମ ସ୍ୱାଦିଷ୍ଟ ତରକାରୀ। ଏହି କମ୍ବିନେସନ ମଧ୍ୟ ଆପଣ ଆଗରୁ କେବେ ଟ୍ରାଏ କରିନଥିବେ। ବହୁତ କମ୍ ଇନଗ୍ରିଡିଏଣ୍ଟସରେ ତିଆରି ହେଉଥିବା ଏହି ତରକାରୀର ସ୍ୱାଦ ଏତେ ବଢ଼ିଆ ଯେ ଥରେ ବନେଇ ଖାଇଲେ ବାରମ୍ବାର ବନେଇ ଖାଇବାକୁ ଇଚ୍ଛା କରିବେ। ଚାଲନ୍ତୁ ଡେରି ନକରି ଆମେ ଏହି ସ୍ପେଶିଆଲ ବୁଟ ଡାଲି ପିଆଜ ତରକାରୀ ବନେଇବା ଷ୍ଟାର୍ଟ କରିବା। ଏହି ରେସିପି ବନେଇବା ପାଇଁ ମୁଁ ଏଠି ଗୋଟେ କପ୍ ବୁଟ ଡାଲି ନେଇଥିଲି। ଆକୁ ମୁଁ 5ରୁ 6 ଘଣ୍ଟା ହେଲା ବତୁରାଇବା ପାଇଁ ଛାଡ଼ି ଦେଇଥିଲି। ଏବେ ଦେଖନ୍ତୁ ଏଠି ବୁଟ ଡାଲି ଭଲ ଭାବେ ଫୁଲି ଯାଇଛି। ଏବେ ବୁଟ ଡାଲିକୁ 2ରୁ 3 ଥର ଭଲ ଭାବେ ଆକୁ ଧୋଇ ନବା ଆଉ ତାର ସବୁ ପାଣିକୁ ଏଠି ଛାଣି ନବା। ଏବେ ଏହାକୁ ପ୍ରେସର କୁକରରେ ଆମେ ଟ୍ରାନ୍ସଫର କରିବା। ତାପରେ ଆବଶ୍ୟକ ଅନୁସାରେ ପାଣି, ସ୍ୱାଦ ଅନୁସାରେ ଲୁଣ ଆଉ ଅଧା ଛୋଟ ଚାମଚ ହଳଦୀ ଗୁଣ୍ଡ ଆଡ୍ କରିବା। ଏବେ ସବୁ ଜିନିଷକୁ ଗୋଳେଇ ନେଲା ପରେ କୁକରର ଲିଡ୍‌କୁ ଆମେ କ୍ଲୋଜ୍ କରିବା। ଏବେ ମିଡିୟମ ଫ୍ଲେମ୍‌ରେ 2ଟା ହୁଇସିଲ୍ ଆସିବା ପର୍ଯ୍ୟନ୍ତ ସିଝେଇ ନେବା। ମନେ ରଖନ୍ତୁ ଫ୍ରେଣ୍ଡସ୍, ବୁଟ ଡାଲିକୁ ଅଧିକା ସିଝେଇବେନି, ନହେଲେ ଡାଲି ଭାଙ୍ଗିଯିବ ଆଉ ତରକାରୀର ଟେକ୍ସଚର ମଧ୍ୟ ଭଲ ଆସିବନି। ବୁଟ ଡାଲି କେବଳ ପରଫେକ୍ଟଲି ସିଝିବା ଦରକାର, ସେତିକି ହିଁ ଏଠି ସିଝେଇବେ। ତ ଏବେ ଦେଖନ୍ତୁ ମୁଁ ଏଠି ଛୋଟ ସାଇଜର ପିଆଜ ନେଇଛି ଆଉ ତାର ଚୋପାକୁ ଏଠି ଛଡେଇ ଦେଇଥିଲି। ଏବେ ପିଆଜକୁ ଆମେ କଟ୍ କରିବା। ଭିଡିଓରେ ମୁଁ ଯେମିତି କଟ୍ କରୁଛି ଆପଣ ସେମିତି ହିଁ କରିପାରିବେ, ନହେଲେ ଚାହିଁଲେ ଆପଣ 4 ଫାଳ ମଧ୍ୟ କରି କାଟିପାରିବେ। ମୁଁ ଏଠି ପିଆଜକୁ ଗୋଟା ରଖି ପ୍ଲସ୍ ସେପ୍‌ରେ ଏମିତି କଟ୍ କରୁଛି, ଯେମିତି ପିଆଜର ଲେୟର ଏକା ସାଙ୍ଗରେ ରହିବ। ଆଉ ଏଇଭଳି କଟ୍ କଲେ ସିଝିବା ପରେ ପିଆଜ ଭାଙ୍ଗିଯିବନି ଆଉ ତରକାରୀ ଦେଖିବା ପାଇଁ ମଧ୍ୟ ବହୁତ ସୁନ୍ଦର ଲାଗିବ। ତ ଆପଣଙ୍କୁ ଯେମିତି ସୁବିଧା ସେମିତି ଆପଣ ଏଠି କରିପାରିବେ। ଏବେ ତରକାରୀ ପାଇଁ ଆମେ ଗୋଟେ ମସଲାଟେ ବନେଇବା। ସେଥିପାଇଁ ମିକ୍ସିଂ ଜାର୍‌ରେ 12ରୁ 15ଟା ରସୁଣ ପାଖୁଡା, 1 ଇଞ୍ଚ ଅଦା, 2ଟା ମିଡିୟମ ସାଇଜ ଟମାଟୋ, 2ଟା ପିଆଜ ଆଉ 2ଟା କଞ୍ଚା ଲଙ୍କାକୁ ଆଡ୍ କରିବା। ଏବେ ଏହାକୁ ଗ୍ରାଇଣ୍ଡ କରିନବା। ପାଣି ଏଠି ଦବା ଦରକାର ନାହିଁ, ଯେହେତୁ ପିଆଜ ଆଉ ଟମାଟୋରେ ପାଣି ଅଂଶ ଥାଏ। ବିନା ପାଣିରେ ଆପଣ ଏଟାକୁ ବାଟି ପାରିବେ। ମସଲା ତ ଏବେ ରେଡି ହେଇଗଲା। ଏବେ ଯିବା ଚାଲନ୍ତୁ ନେକ୍ସଟ ଷ୍ଟେପ୍। ଏବେ ଗୋଟେ କଡେଇରେ 2ରୁ 3 ଚାମଚ ତେଲ ଆଡ୍ କରିବା। ତେଲ ଭଲ ଭାବେ ଗରମ ହେଲା ପରେ ଆଗରୁ କାଟି ରଖିଥିବା ପିଆଜକୁ ଦେଇଦବା। ପିଆଜକୁ ଆମେ ଏଠି ମିଡିୟମ ଫ୍ଲେମ୍‌ରେ ହାଲକା ଗୋଲ୍ଡେନ କଲର ଆସିବା ଯାଏଁ ଫ୍ରାଏ କରିବା। ପିଆଜକୁ ଏଠି ଅଧିକ ବ୍ରାଉନ କରିବା ଦରକାର ନାହିଁ, କେବଳ ହାଲକା ଗୋଲ୍ଡେନ କଲର ଆସିବା ପର୍ଯ୍ୟନ୍ତ ହିଁ ଫ୍ରାଏ କରିବା। ଏବେ ଦେଖନ୍ତୁ ପିଆଜରେ ସୁନ୍ଦର ହାଲକା ଗୋଲ୍ଡେନ କଲର ଆସିଗଲାଣି। ଏବେ ଏହାକୁ ଗୋଟେ ପ୍ଲେଟକୁ ଆମେ ବାହାର କରିନବା। ପରେ ଏହି ଫ୍ରାଏ କରି ରଖିଥିବା ପିଆଜକୁ ଆମେ ତରକାରୀରେ ଆଡ୍ କରିବା, ଯାହା ଦ୍ୱାରା ସ୍ୱାଦ ଆଉ ଫ୍ଲେଭର ଆହୁରି ଅଧିକ ବଢିଯିବ। ଏବେ ସେଇ ସେମ୍ କଡେଇରେ ଅଧା ଛୋଟ ଚାମଚ ଜିରା ଆଉ ଅଳ୍ପ ଟିକେ ହେଙ୍ଗୁ ଆଡ୍ କରିବା। ଜିରା ଫୁଟିଗଲା ପରେ ଆମେ ବାଟିକି ରଖିଥିବା ମସଲା ପେଷ୍ଟକୁ ଏଥିରେ ଆଡ୍ କରିବା। ଏବେ ମସଲାକୁ ଭଲ ଭାବେ ଗୋଳେଇ ମିଡିୟମ ଫ୍ଲେମ୍‌ରେ କଷି ନବା। ମସଲା ଟିକେ ଡ୍ରାଏ ହେଇ ଆସିଲା ପରେ ଏଥିରେ ଅଧା ଛୋଟ ଚାମଚ ହଳଦୀ ଗୁଣ୍ଡ, 1 ଛୋଟ ଚାମଚ ଲଙ୍କା ଗୁଣ୍ଡ ଆଉ 1 ଛୋଟ ଚାମଚ ଧନିଆ ଗୁଣ୍ଡ ଆଉ ସ୍ୱାଦ ଅନୁସାରେ ଲୁଣ ଆଡ୍ କରିବା। ମିକ୍ସିଂ ଜାର୍‌ରେ ଅଳ୍ପ ଟିକେ ମସଲା ଲାଗିଥିଲା, ତ ମୁଁ ଏଥିରେ ପାଣି ପକେଇକି କଡେଇରେ ଦେଇଦେଇଛି। ଏବେ କଣ କରିବା, ସବୁ ଜିନିଷକୁ ଭଲ ଭାବେ ମିକ୍ସ କରି କଡେଇକୁ କଭର କରିବା ଆଉ ମସଲାକୁ 5ରୁ 6 ମିନିଟ୍ ପର୍ଯ୍ୟନ୍ତ ଭଲ ଭାବେ କଷିବା ପାଇଁ ଛାଡିଦବା। ମସଲାକୁ ଆମେ ଯେତେ ଏଠି କଷିବା ତରକାରୀ ସେତେ ଅଧିକା ଏଠି ଟେଷ୍ଟ ଲାଗିବ। ପ୍ରାୟ 5 ମିନିଟ୍ ହେଇଗଲାଣି। ଏବେ କଭରକୁ ହଟେଇ ଦେଖିବା। ଦେଖିପାରୁଥିବେ ମସଲାରେ ଧୀରେ ଧୀରେ ତେଲ ସେପାରେଟ୍ ହେବାକୁ ଲାଗିଲାଣି। ୟା ମାନେ ମସଲା ଭଲ ଭାବରେ କଷି ହେଇଯାଇଛି। ଏବେ ଏଥିରେ 2ରୁ 3 ବଡ ଚାମଚ ଫ୍ରେଶ ଦହି ଆଡ୍ କରିବା। ମନେ ରଖନ୍ତୁ ଖଟା ଦହି ଜମା ବି ନେବେନି, ସବୁବେଳେ ଫ୍ରେଶ ଦହି ୟୁଜ୍ କରିବେ, ନହେଲେ ତରକାରୀର ସ୍ୱାଦ ଖଟା ଲାଗିବ। ଦହି ଆଡ୍ କଲା ପରେ ଆମେ କଣ୍ଟିନ୍ୟୁଅସଲି ଆକୁ ଗୋଳେଇ ଚାଲିଥିବା। ଗୋଳେଇବା ବନ୍ଦ କରିବେନି, ନହେଲେ ଦହି ଫାଟି ଯାଇପାରେ। ଆଉ ଏହି ସମୟରେ ଆମେ ଗ୍ୟାସର ଫ୍ଲେମ୍‌କୁ ଲୋରେ ହିଁ ରଖିବା। ପ୍ରାୟ 2ରୁ 3 ମିନିଟ୍ ଦହିକୁ ମସଲା ସହିତ ଭଲ ଭାବେ ମିକ୍ସ ଆଉ କୁକ୍ କରି ସାରିଲା ପରେ ପୁଣି ଥରେ କଢେଇକୁ କଭର କରିବା ଆଉ 4ରୁ 5 ମିନିଟ୍ ପର୍ଯ୍ୟନ୍ତ ସିଝିବା ପାଇଁ ଛାଡିଦବା। ଏପଟେ ଦେଖନ୍ତୁ ଆମେ ବୁଟ ଡାଲିକୁ ପ୍ରେସର କୁକରରେ ସିଝିବା ପାଇଁ ଛାଡିଥିଲେ। ତ ଏବେ ବୁଟ ଡାଲି ଏକଦମ ପରଫେକ୍ଟ ଭାବରେ ସିଝି ଯାଇଛି। ଦେଖିପାରୁଥିବେ ବୁଟ ଡାଲି ନା ଅଧିକା ସିଝିଛି ନା କମ୍ ସିଝିଛି। ତରକାରୀ ପାଇଁ ଯେତିକି ସିଝିବା ଦରକାର ଠିକ୍ ସେତିକି ହିଁ ସିଝିଛି। ମସଲା ଏକଦମ ଭଲ ଭାବରେ କଷି ହେଇଗଲାଣି। ଏବେ ପୁଣି ଥରେ ମସଲାକୁ ହାଲକା ଟିକେ ଗୋଳେଇ ନବା ଆଉ ଆଗରୁ ଫ୍ରାଏ କରି ରଖିଥିବା ପିଆଜକୁ ଏଥିରେ ଆଡ୍ କରିବା। ତାପରେ ସିଝା ବୁଟ ଡାଲିକୁ ମଧ୍ୟ କଡେଇରେ ଦେଇଦେବା। ମୁଁ ଏଠି ବୁଟ ଡାଲିକୁ ତାର ପାଣି ସହିତ ହିଁ ଆଡ୍ କରିଛି, କାରଣ ଏହି ପାଣିରେ ବୁଟ ଡାଲିର ସ୍ୱାଦ ରହିଥାଏ ଆଉ ଗ୍ରେଭିର କନସିଷ୍ଟେନ୍ସି ମଧ୍ୟ ବହୁତ ବଢିଆ ଆସିଥିବ। ଏବେ ସବୁ ଜିନିଷକୁ ଭଲ ଭାବେ ମିକ୍ସ କରିନବା। ତାପରେ କଡେଇକୁ କଭର କରି ଲୋ ଫ୍ଲେମ୍‌ରେ ଆଉ 4ରୁ 5 ମିନିଟ୍ ପର୍ଯ୍ୟନ୍ତ ସିଝିବା ପାଇଁ ଛାଡିଦବା। ଅଧିକା ସମୟ ଲାଗିବନି, କାରଣ ବୁଟ ଡାଲିକୁ ଆମେ ଆଗରୁ ସିଝେଇ ସାରିଥିଲେ। ତ ଫ୍ରେଣ୍ଡସ୍, 5 ମିନିଟ୍ ହେଇଗଲାଣି। ଏବେ କଭରକୁ ହଟେଇ ଦେଖିବା। ଦେଖିପାରୁଥିବେ ବୁଟ ଡାଲି ଆଉ ପିଆଜ ଭଲ ଭାବରେ ମସଲା ସହିତ ମିଶି ଯାଇଛି ଆଉ ଗ୍ରେଭି ମଧ୍ୟ ସୁନ୍ଦର ଥିକ୍ କନସିଷ୍ଟେନ୍ସିରେ ଆସିଛି। ଏବେ ଲାଷ୍ଟରେ ଅଧା ଛୋଟ ଚାମଚ ଗରମ ମସଲା ଗୁଣ୍ଡ ଆଉ ଅଳ୍ପ କସ୍ତୁରୀ ମେଥି ଏଥିରେ ଆଡ୍ କରିବା। କସ୍ତୁରୀ ମେଥି ଆଡ୍ କଲେ ତରକାରୀରେ ବହୁତ ବଢିଆ ସ୍ମେଲ୍ ଆସିବ। ତାପରେ କିଛି କଟା ଧନିଆ ପତ୍ର ଆଡ୍ କରିବା ଆଉ ତାକୁ ଭଲ ଭାବରେ ଗୋଳେଇ ନବା। ବୁଟ ଡାଲି ପିଆଜର ଏହି ସ୍ୱାଦିଷ୍ଟ ତରକାରୀ ବନିକି ରେଡି ହେଇଗଲା। ଦେଖିବାକୁ ଯେମିତି ସୁନ୍ଦର ଲାଗୁଛି, ଖାଇବା ପାଇଁ ମଧ୍ୟ ସେମିତି ହିଁ ବହୁତ ଟେଷ୍ଟି ଲାଗିବ। ଥରେ ନିଶ୍ଚୟ ଘରେ ବନେଇକି ଦେଖନ୍ତୁ। ମୁଁ ଆଶା କରୁଛି ଏହି ରେସିପି ଆପଣମାନଙ୍କୁ ନିଶ୍ଚୟ ପସନ୍ଦ ଆସିବ ଆଉ ବାରମ୍ବାର ବନେଇ ଖାଇବାକୁ ଇଚ୍ଛା କରିବେ। ଏହି ତରକାରୀକୁ ଆପଣ ଗରମା ଗରମ ଭାତ, ରୁଟି କିମ୍ବା ପରଟା ସହିତ ସର୍ଭ କରିପାରିବେ, ଯାହା ସହିତ ଖାଇଲେ ବି ସ୍ୱାଦ ଏକଦମ ଜବରଦସ୍ତ ଲାଗିବ। ଯଦି ଆଜିର ରେସିପି ଆପଣମାନଙ୍କୁ ଭଲ ଲାଗିଥାଏ, ତେବେ ଭିଡିଓକୁ ଲାଇକ୍, କମେଣ୍ଟ ଆଉ ସେୟାର ନିଶ୍ଚିତ କରନ୍ତୁ ଆଉ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଜି ପାଇଁ ଏତିକି। ରହିଲି। ନମସ୍କାର। ଜୟ ଜଗନ୍ନାଥ।